এই ব্যাଙ୍କକୁ ଆପଣଙ୍କର ଟଙ୍କା ଯିବ। ଆଉ ଆପଣଙ୍କର ଟଙ୍କା ଆସିଲେ ଏଇ ବ୍ୟାଙ୍କକୁ ଯିବ। ତେଣୁ ଏଠି ଆପଣଙ୍କର କୌଣସି କେଉଁ ବ୍ୟାଙ୍କ ରହୁ ଚକ୍ର କାଟିବା ଦରକାର ନାହିଁ ଯେ ଏଠି ଚେକ୍ କରିବ ଏଠି ଚେକ୍ କରିବ, ବାସ୍ ଅଟୋମେଟିକ୍ ଟଙ୍କା ଆସିଯିବ। ନମସ୍କାର ଦର୍ଶକ ବନ୍ଧୁ, ଯାହା ହଉ ବହୁତ ଦିନ ପରେ ଆପଣଙ୍କ ସହିତ ଦେଖା, ବହୁତ ଖୁସି ଲାଗିଲା। ତ ଦର୍ଶକ ବନ୍ଧୁ, ଏବେ ସୁଭଦ୍ରା ଯୋଜନାରେ ଆପଣଙ୍କର ମା ମାନଙ୍କ ଆକାଉଣ୍ଟକୁ ସମସ୍ତଙ୍କ ମା ମାନଙ୍କ ଆକାଉଣ୍ଟକୁ ଆପଣ ଟଙ୍କା ଆସିଛି। ପ୍ରଥମେ ଆପଣଙ୍କର ଟ୍ରାଏଲ ବେସିସରେ ଆପଣ ଟଙ୍କାଟା ପଠାଯାଇଥିଲା। ତାପରେ ଆପଣଙ୍କର 17 ତାରିଖ ଯେଉଁ ପ୍ରଧାନମନ୍ତ୍ରୀ ଆସିଲେ ତାଙ୍କ ଜନ୍ମଦିନରେ ଶୁଭାରମ୍ଭ କଲେ 4,979 ଟଙ୍କା ତାଙ୍କ ଆକାଉଣ୍ଟକୁ ଆପଣଙ୍କର ଯାଇଛି। ତ ଆଜିକାର ବିଷୟବସ୍ତୁଟି ଏହି ସୁଭଦ୍ରା ଯୋଜନା ବିଷୟରେ, ଯୋଉଟା କି କିଛି ଯୋଉ ମା ମାନେ ଯାଇଛି ଆଉ କିଛି ମା ମାନଙ୍କ ଆକାଉଣ୍ଟକୁ ଅଦ୍ୟାବଧି ଯାଇନାହିଁ, ଯୋଉଟା କି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହୁଥିଲେ, ଯୋଉଟା କି 25 ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଆପଣଙ୍କର ଯାଇଛି ଆପଣ ପ୍ରଥମ କିସ୍ତିରେ 70% ଆପଣଙ୍କର ସେ କ୍ଲିୟର ହେଇଯାଇଛି। ଆଉ ସେ କହୁଥିଲେ କାଲି ବାଇଟ ଆପଣ ଦେଖିଲେ ଭିଡିଓର 2000 ଆପ୍ଲିକେସନ ରିଜେକ୍ଟ ହେଇଛି, ଆଉ ସବୁ ପେଣ୍ଡିଂ ଯୋଉ ଥିଲା ସବୁ କ୍ଲିୟର ହେଇଯାଇଛି। ଆଉ ଯୋଉ କହିଲେ ଯୋଉ ବାକି ଅଛି ଯୋଉ ଆପ୍ଲାଏ କରୁଛନ୍ତି ସେମାନଙ୍କ ଆକାଉଣ୍ଟକୁ ପଇସା ଯାଇନାହିଁ, ଯୋଉ ପେଣ୍ଡିଂ ଯୋଉ କେସ୍ ଗୁଡା ଅଛି ଆଉ ସେଟା ସେ ଆକାଉଣ୍ଟକୁ ଧୀରେ ଧୀରେ ପଇସା ଆପଣଙ୍କର ଯିବ। ତ ବିଷୟବସ୍ତୁଟି ଆଜି ୟାରି ଉପରେ ଆଧାରିତ। କୌଣସି କାରଣ ଆପଣ ଜାଣିଥିବେ, ଆପଣଙ୍କର ପ୍ରଥମେ ଆପଣ ଟଙ୍କାଟେ ପଠେଇଲେ ଆପଣ ଟ୍ରାଏଲ ବେସିସରେ ଲେଖାର ଲିଙ୍କ ଡିବିଟି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର, ଯୋଉଟା କି ଆଧାର ବ୍ୟାଙ୍କ ସିଡିଂ ଆପଣ କହିଦଉଛି, ଯୋଉ ଆପଣଙ୍କର ଆଧାର ଆଉ ବ୍ୟାଙ୍କ ଯୋଉ ଆଧାର ବ୍ୟାଙ୍କ ସିଡିଂ ଆପଣଙ୍କର କୋଉ ବ୍ୟାଙ୍କର ଅଛି, ଯୋଉ ଯୋଉ ଟଙ୍କାଟେ ପଠେଇଲା ସେ ଯୋଉ ଟଙ୍କାଟେ ପଠେଇଲା ଯୋଉ ବ୍ୟାଙ୍କ ମାନଙ୍କୁ ଆସିଲା, ଯୋଉ ମା ମାନଙ୍କ ଖାତାକୁ ଆସିଲା, ସେଇଟା ହଉଛି ପୁରା ସକ୍ସେସଫୁଲ ହେଇଯାଇଛି। ସେ ଦେଖିଲେ ହଁ ଏମାନଙ୍କ ଆକାଉଣ୍ଟକୁ ଆପଣ ଟଙ୍କା ପଠେଇଲେ ଆମେ ଯିବ, ଆଉ ସେମାନଙ୍କୁ ଟଙ୍କା ବି ଆପଣ ଆସିଲା। ଆଉ ଯୋଉ ଯେତିକି ରହିଲା ଆପଣ ରେଷ୍ଟ ଆପଣ ଆସିନାହିଁ, ବାସ୍ ସେମାନଙ୍କର ଅଦ୍ୟାବଧି ଠିକ ଠାକ ହେଇନାହିଁ, ଯୋଉଟା କି ଆଧାର ବ୍ୟାଙ୍କ ସିଡିଂ ଆପଣଙ୍କର ଠିକ ଠାକ ହେଇନାହିଁ। ଇଏ ଗୋଟେ କଥା ହେଲା। ତାପରେ ଯୋଉ ଏବେ ଯୋଉ ଟଙ୍କା ଆପଣଙ୍କର ଆସିଛି ତ ଅଟୋମେଟିକ ଆଗରୁ ହେଇଯାଇଥିଲା, କିଛି ମା ମାନେ ଆପଣ ଜାଣିପାରୁନାହାନ୍ତି, ଯାଇକି ସବୁ ବ୍ୟାଙ୍କ ଆଡେ ମାନେ ବୁଲୁଛନ୍ତି। ଏଠି ଜଣଙ୍କର ନାଁ ତ ବର୍ତ୍ତମାନ 3-4ଟା ବ୍ୟାଙ୍କ ଖୋଲିଛନ୍ତି ନା, ଏଠି ଷ୍ଟେଟ ବ୍ୟାଙ୍କ ଯାଉଛନ୍ତି, ୟୁକୋ ବ୍ୟାଙ୍କ ଯାଉଛନ୍ତି, ଆପଣଙ୍କର କୋଭିଡ ବ୍ୟାଙ୍କ ଯାଉଛନ୍ତି, ସବୁ ବ୍ୟାଙ୍କ ଖୋଲିଛନ୍ତି। ତେଣୁ ଆଜି ବି ଆପଣ ମୁଁ କହିବି, ଆପଣଙ୍କ ଏଇ ଭିଡିଓଟା ଆପଣ ଦେଖିକି ଜାଣିନେବେ ଯେ ଆପଣ କୋଉ ବ୍ୟାଙ୍କକୁ ଯିବା ଦରକାର ନାହିଁ। ଆପଣ ଆପଣ ନିଜେ ଘର ବସିକି ଆପଣ ଜାଣିନେବେ ଯେ ମୋ ଟଙ୍କାଟା କୋଉଠି ଆସିଛି, ବାସ୍ ଏଇଠି ଆପଣ ଯାଇକି ସେଇ ବ୍ୟାଙ୍କକୁ ଯିବେ। ନହେଲେ ଆପଣ ଏଠି ଦୌଡୁଥିବେ ସେଠି ଦୌଡୁଥିବେ, ଆପଣ କନଫର୍ମ ହେବେ ମୋ ଟଙ୍କାଟା ଆପଣ କୋଉଠି ଆସିଛି, ମାନେ ମେସେଜ ତ ପଡିଯାଇଛି ନା, କିନ୍ତୁ ଯାହା ପାଖକୁ ମେସେଜ ଆସିନାହିଁ, ମାନେ ମେସେଜ ଆସିନାହିଁ ଫିର ବି ଟଙ୍କା ଆସିଯାଇଛି। ଯୋଉଟାକୁ ମେସେଜ ଆସିଯାଇଛି ବହୁତ ଭଲ କଥା, ସେ ବ୍ୟାଙ୍କରୁ ଆସିଲା, ଏଇ ବ୍ୟାଙ୍କକୁ ଟଙ୍କା ଆସିଲା ଆପଣ ଜାଣିପାରିଲେ। ଯୋଉଟା ମେସେଜ ଆସିନାହିଁ ବି ଟଙ୍କା ପଳେଇଯାଇଛି କିଛି ଲୋକଙ୍କର, ସେଇଟା ଆପଣ ଜାଣିପାରିବେ କୋଉ ବ୍ୟାଙ୍କର ମୋର ଟଙ୍କାଟା ଆସିଛି, ଆପଣ ନିଜେ ଏଇଠି ଆପଣ ବସିକି ଜାଣିପାରିବେ। ତାହେଲେ ଆପଣଙ୍କୁ ଯୋଉ ଆଗାମୀ ଦିନରେ ଯୋଉ ଟଙ୍କା ଯୋଉ ଆସିବ, ଏଇ କାମଟା ଆପଣ କରିବେ, ଯୋଉଟା କି ଆପଣ ଏଠି ଦେଖିବା ସହିତ ଆପଣ ଏଠି ଗୋଟେ ଗୋରେ ଦିଟା ଶିକାର ହେଇଯିବ। ଯୋଉମାନେ ନ ଟଙ୍କା ପାଇଛନ୍ତି, ଆପଣ ଏଇ ଭିଡିଓଟା ଆପଣ ଦେଖନ୍ତୁ ବି, ଆପଣ ଆଗାମୀ ଦିନରେ ଯୋଉ ଟଙ୍କା ଆସିବ ଆପଣ କୋଉ ବ୍ୟାଙ୍କକୁ ଆପଣ ଆସିବେ ପୁରା କନଫର୍ମ ହେଇଯିବ। ଆପଣଙ୍କର ଏବେ ଯୋଉ ଟଙ୍କା ଆପଣଙ୍କୁ ଦିଆ ହେଉଛି ସବୁ ଡିବିଟି ମାଧ୍ୟମରେ ଦିଆଯାଉଛି, ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର, ଯୋଉଟା କି ଆଉ ଆକାଉଣ୍ଟ ନମ୍ବର ନୁହେଁ, ଆପଣଙ୍କର ଆଧାର ବ୍ୟାଙ୍କ ସହିତ ଯୋଉ ଲିଙ୍କ ହେଉଛି ମୁଁ କହିଲି, ବା ସେଇ ଆଧାର ନମ୍ବର ସେଇ ମୂଳେ ଦେଇଦେବେ। ଆପଣ ସେଇ ଅନୁସାରେ ଆଧାର ନମ୍ବରଟା କୋଉ ବ୍ୟାଙ୍କରେ ଆପଣ ଯେ ଲିଙ୍କ ହେଇଥିବ ସେଇ ବ୍ୟାଙ୍କକୁ ଆପଣଙ୍କର ଟଙ୍କା ପଳେଇବ। ତେଣୁ ସେଇ ଅନୁସାରେ କିଛି ଆପଣଙ୍କର ଟେନସନ ନାହିଁ। ବାସ୍ ଯୋଉମାନେ ଟଙ୍କା ପାଇସାରିଛନ୍ତି ଆପଣ ଭିଡିଓଟି ଦେଖନ୍ତୁ, ଯୋଉମାନେ ଟଙ୍କା ଆପଣ ପାଇବେ ସେମାନେ ବି ଭିଡିଓଟି ଦେଖନ୍ତୁ। ଦର୍ଶକ ବନ୍ଧୁ ଚାଲନ୍ତୁ, ଆପଣଙ୍କୁ ମୁଁ ଆଉ ସମୟ ନଷ୍ଟ ନ କରି ଆମେ ଡାଇରେକ୍ଟ ମୁଁ ଆପଣଙ୍କୁ ଲାଇଭ ଦେଖିବି। ଦର୍ଶକ ବନ୍ଧୁ ଚାଲନ୍ତୁ ଆମେ ଦେଖିବା। ତ ଦର୍ଶକ ବନ୍ଧୁ, ଏଥିପାଇଁ ଆପଣଙ୍କୁ ଆଧାର ସାଇଡ୍ ଆପଣ ଯିବା ପାଇଁ ପଡ଼ିବ। ପ୍ରଥମେ ଆପଣ ଟାଇପ୍ କରିବେ UIDAI ବାସ୍ ଟାଇପ୍ କଲା ପରେ ଆପଣ ଆସିଯିବ, ଆପଣଙ୍କର ଆଧାର ସାଇଡ୍ ଆସିବ। ତାପରେ ପ୍ରଥମରେ ଯେଉଁ ହୋମ୍ ଅଛି ଆପଣ କ୍ଲିକ୍ କରିବେ। ତ ଆସିଲା ଆପଣଙ୍କର ଏ ହେଉଛି ଆଧାର ସାଇଡ୍ ଆସିଲା। ଆଉ ତଳକୁ ଆପଣ ଆସିଲା ପରେ ଆପଣ ଦେଖିବେ ଆପଣଙ୍କର ଆଧାର ଅପଡେଟ୍ ଆଧାର, ଚେକ୍ ଆଧାର ଷ୍ଟାଟସ୍, ଆଧାର ଆଡ୍ରେସ୍, ତାପରେ ଆଧାର ଷ୍ଟାଟସ୍, ଯେଉଁ ଆଧାର ଷ୍ଟାଟସ୍ ଉପରେ କ୍ଲିକ୍ କରିବେ। ତାପରେ ଟିକେ ଆପଣଙ୍କର ଏଠି ଡାଇରେକ୍ଟ ବି ହେଇପାରିବ, ଆପଣଙ୍କର ବି ଲଗ୍ଇନ୍ ମାରିକି ବି ଆପଣ କରିପାରିବେ। ପ୍ରଥମେ ଆପଣଙ୍କୁ ଦେଖାଉଛି, ଆପଣ ଦେଖନ୍ତୁ ଅଛି ତଳକୁ ଆସିଲା ପରେ ଦେଖନ୍ତୁ ତଳକୁ ଅଛି ଆପଣଙ୍କର ବ୍ୟାଙ୍କ ସିଡିଂ ଷ୍ଟାଟସ୍, ଆପଣ ତାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ ଏଇଠି ଯଦି ଆପଣ ଦେବେ ଏଣ୍ଟର ଆଧାର ନମ୍ବର ଆଉ କ୍ୟାପଚା, ଲଗ୍ଇନ୍ ଟୁ ଆଧାର ଓଟିପି ଆପଣ ଓଟିପି ମାଧ୍ୟମରେ ହେବ। ମୁଁ ଆଧାର ନମ୍ବର ଦେଉଛି,
आधार नंबर डाली तापर कैप्चा रोचे 8935 तार लॉगिन ओटीपी आसला 184330 184330 डाली तार लॉगिन मारे जे देख मो साइड ये आप देखूँ से टाइप जी आधार ये आप सब करेंगे डॉक्यूमेंट आप डॉक्यूमेंट आधार डाउनलोड सब प्रकार करेंगे ये तौर आप सीडिंग पर क्लिक करेंगे बैंक सीडिंग कौ बैंक सीडिंग अच्छी ये देखूँ मोर देखो ये अच्छी एयरटेल पेमेंट बैंक बैंक सीडिंग स्टेटस अच्छी ये कौन अच्छी इनएक्टिव अच्छी माने आसब ना ये आप कौन करते पड़ो ना बैंक को जाकि आप देते पड़ो आप बैंक सीडिंग फॉर्म गोटे आप डीबीटी सीडिंग आप फॉर्म देते पड़ो से गले सेटा आपंकर फिलअप करना तो ये अच्छे लिखाई कंग्रेचुलेसन योर आधार मैपिंग हैज बीन डन हाउएवर बैंक सीडी विथ आधार इज इनएक्टिव आपंकर इनएक्टिव अच्छे देखिए फॉर्म देला एक्टिव हो ये गोटे कथा आउ गोटे आपको देखिदेवी से आप एक्टिव आपंकर अच्छी कौ बैंक सहित एक्टिव अच्छी बास ये आप टंका आसबनी बैक कर दूसरी मुझे आउ गोटे मुझे देखा आउ जन आधार 5311 आधार नंबर देली तापर कैप्चा भी आप देवी भी आप ओटीपी आसो 61 10 लॉगिन करिया से रकम लॉगिन कली देखिए ये आउ जनकर आधार कार्ड से रकम रोज जा बैंक सीडी पर क्लिक करवा देखो ये कंग्रेचुलेसन योर आधार बैंक मैपिंग हैज बीन डन लिखा है आधार नंबर बैंक नाम बैंक ऑफ इंडिया बैंक सीडी स्टेटस एक्टिव देखो ये भल देखो एक्टिव लास्ट अपडेट अच्छी यहाँ हूँ आपंकर 21 तेणु ये हूँ आउ कि करना ये हूँ टंका पलैज ये टंका आसो यही बैंक को आप टंका जीव आपंकर टंका आसना ये बैंक को जीव तेणु ये आपंकर कौन कौ बैंक को चक्कर काटिया दरकार नहीं ये चेक कर चेक कर बस ये ऑटोमेटिक टंका आसो तो यही भाव आप निजे आप चेक करेंगे आप जानिले तो ये रकम आपंकर किपरि आप निजे आप आधार कार्ड आपंकर डीबीटी आप बैंक सहित लिंक होती आप निजे आप रकम चेक करेंगे डेटा आउ थे आपको कही दूसरी जदि आप जानना आमको डिस्क्रिप्शन आमको कमेंट्स करूँ आम आपको कहीदेव दर्शक बंधु यहीपरि भाव आपंकर टंका आप कौ बैंक को जीव कौ बैंक को जाइए आप निजे आप घर बसिकी आप मोबाइल साहाय्य आप आधार लिंक जो बैंक सहित अच्छी आप देखिपारे जदि आप है ना आप ये करेंगे दर्शक बंधु ये आपको कहीगली गोटे गुरुत्वपूर्ण अपडेट जोटा कि आपने निहाती जानवा दरकार जदि आप सहित आम चैनल अच्छा सब्सक्राइब करूँ ए मतामत कमेंट लिखुँ दर्शक बंधु रही नमस्कार जय जगन्नाथ।